କେନ୍ଦୁଝରରେ ପରିବା ଦର ଆକାଶ ଛୁଆଁ, ଖାଉଟି ହନ୍ତସନ୍ତ। କେନ୍ଦୁଝର ଜିଲ୍ଲାରେ ଦେଖାଦେଇଛି ପନିପରିବାର ନାହିଁ ନଥିବା ଦରଦାମ। ରାତି ପାହିଲେ ସାଧାରଣ ଲୋକଠାରୁ ଆରମ୍ଭ କରି ଯେକୌଣସି ଲୋକଙ୍କ ପାଇଁ ପନିପରିବା ଦରକାର ପଡ଼ିଥାଏ। ପନିପରିବା ହିଁ ମଣିଷ ଜୀବନର ମୁଖ୍ୟ ଆବଶ୍ୟକ। ପନିପରିବାକୁ ଛାଡ଼ିଦେଇ ମଣିଷ ଚଳିବା ଅସମ୍ଭବ। ଘର ଚଳଣିରେ ହେଉ କି ଭୋଜି ଭାତରେ ହେଉ, ଚିଠା ପ୍ରସ୍ତୁତି ବେଳେ ପ୍ରଥମ ଲିଷ୍ଟରେ ପନିପରିବା ହିଁ ରହିଥାଏ। ସବୁଜ ପନିପରିବା ଯେ ପ୍ରତ୍ୟେକ ମଣିଷଙ୍କ ମୁଖ୍ୟ ରୁଚି ରହିଥିବା ବେଳେ ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ଅତି ଦରକାରୀ। ପନିପରିବା ନାଁ ଶୁଣିଲେ ନିଜକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ଦୁଃଖ ମଧ୍ୟ ଲାଗୁଛି। ପରିବା ଦର ଯେଉଁ ହିସାବରେ ବଜାରରେ ରହିଛି, ସାଧାରଣ ଲୋକଟିଏ ପନିପରିବା କିଣି ଖାଇବା ଅସମ୍ଭବ ହୋଇପଡ଼ୁଛି। ବ୍ୟାଗ୍ ଧରି ପରିବା କିଣିବା ଆଶାରେ ବଜାରକୁ ସିନା ଯିବାକୁ ପଡ଼ୁଛି, କିନ୍ତୁ ବଜାରରେ ପହଞ୍ଚି ପରିବା ଦାମ ଶୁଣିଲେ ଚେତା ହଜିଯାଉଛି। ପରିବା କିଣି ଖାଇବା ସ୍ୱପ୍ନ ହୋଇଯାଉଛି। ସାଧାରଣ ଖଟିଖିଆ ଗରିବ ଲୋକଟିଏ ତଟକା ପନିପରିବା କିଣି ଖାଇବା ସ୍ୱପ୍ନ ହୋଇଗଲାଣି। ସରକାରଙ୍କ ଦ୍ୱାରା ଖାଇବା ପାଇଁ ଚାଉଳ ଗଣ୍ଡିଏ ସିନା ମିଳିଯାଉଛି, ହେଲେ ଭାତ ପାଇଁ ଯେ ତରକାରୀ ନିହାତି ଆବଶ୍ୟକ, ତାହା ବୋଧେ ସରକାର ଭୁଲି ଯାଇଛନ୍ତି। ପରିବା ଦରକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦାବି ହେଉଥିଲେ ମଧ୍ୟ ସରକାର ଚିରନିଦ୍ରାରେ ଶୋଇ କେବଳ ଖଟିଖିଆ ଗରିବ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି। ଆଜିର ଦିନରେ କେନ୍ଦୁଝର ପରିବା ହାଟରେ କିଲୋ ପ୍ରତି ସଜନା ଛୁଇଁ 160 ଟଙ୍କା, ପୋଟଳ 80 ଟଙ୍କା, କଲରା 80 ଟଙ୍କା, ଗାଜର 60 ଟଙ୍କା, କାଙ୍କଡ଼ 80 ଟଙ୍କା, କୁନ୍ଦୁରି 50 ଟଙ୍କା, ଫୁଲକୋବି 80 ଟଙ୍କା, ବନ୍ଧାକୋବି 60 ଟଙ୍କା, ଭେଣ୍ଡି 60 ଟଙ୍କା, ବାଇଗଣ 60 ଟଙ୍କା, ବିଲାତି 100 ଟଙ୍କା, ପୋଇ 40 ଟଙ୍କା ଏବଂ ରୁଟୁକା ଛତୁ 500 ଟଙ୍କା ରହିଥିବା ବେଳେ ଖାଉଟିଙ୍କ ଚଳଣିରେ ବଜ୍ର ପଡ଼ିଯାଇଛି। ଏତିକି ଦାମରେ ପନିପରିବା କିଣି ଖାଇବା ଅସମ୍ଭବ ହୋଇପଡ଼ୁଥିବା ବେଳେ କେତେବେଳେ ଯେ ପନିପରିବା ଦର କମିବ, ସେହି ଅପେକ୍ଷାରେ ଖାଉଟି। ଏମିତି ଯଦି କିଛି ଦିନ ପନିପରିବା ଦରଦାମ ଲାଗି ରହିବ, ତାହେଲେ ପରିବା ହାଟକୁ ଖଟିଖିଆ ଭୁଲିଯିବେ, ଏଥିରେ ସନ୍ଦେହ ନାହିଁ। ପରିବା ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଦୃଷ୍ଟି ଦେଲେ କିଛିଟା ନିୟନ୍ତ୍ରଣକୁ ଆସିପାରିବ ବୋଲି ଜନସାଧାରଣ ଆଶା ବାନ୍ଧିଥିଲା ବେଳେ ସରକାର ଯେ ପନିପରିବା ଦରକୁ ନେଇ କେତେ ସଜାଗ, ତାହା କେବଳ ସରକାରଙ୍କୁ ହିଁ ଜଣା। ଏହି ପରିବା ଦର ଏମିତି ଆକାଶ ଛୁଆଁ ହୋଇଯିବା ପଛରେ କାରଣ କ'ଣ, ତାହା ଜନସାଧାରଣଙ୍କ ପାଖରେ ବିରାଟ ପାଚେରୀ ହୋଇ ଛିଡ଼ା ହୋଇଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।